ସୁରବାବୁ କହିଲେ ଯେ ମୁଁ ଟଙ୍କିକିଆ ଦିଟିଙ୍କିଆ ଚାରିଣିକିଆ କଣିକିଆ ଆପଣ ଥିଲେ ବି ମୁଁ ଆପଣଙ୍କ ମାଧ୍ୟମରେ ସୁରବାବୁଙ୍କୁ ଜଣାଇ ଦେଉଛି ସେଗୁଡ଼ା ଆଜିକାଲି ଆଉ ଚଳୁନି। ଏବେ ଗାନ୍ଧୀ ନୋଟ୍ ଚାଲିଛି 500 ଟଙ୍କିଆ 2000 ଟଙ୍କିଆ ମୋଦି ବନ୍ଦ କରିଦେଲା 500 ଟଙ୍କିଆ ନୋଟ୍ ଚାଲିଛି। ଆଉ ସେ ଟଙ୍କିକିଆ ଚାରିଣିକିଆ ଯୁଗ ସରିଗଲାଣି। ଆଉ ସୁରବାବୁ ଆପଣ ଯେଉଁ ମହାଦୁର୍ନୀତି କରିଛନ୍ତି 2019 ରୁ 2024 ଭିତରେ ଜଟଣୀ କି ପାଇପ୍ ପାଣି ଯୋଗାଇବା ନାଁରେ ସେ ଦୁର୍ନୀତିର RTI ତଥ୍ୟ ମଧ୍ୟ ହସ୍ତାନ୍ତରିତ ହୋଇଗଲାଣି। ତାର ମଧ୍ୟ ପୋଲ୍ ଖୋଲିବୁ। ଆଉ ସୁରବାବୁଙ୍କୁ ଏଇ ବୟସରେ ଝାରପଡ଼ା ଅତି କମ୍ରେ ଝାରପଡ଼ା ଦେଖେଇବୁ। এইটা পুরা সংকল্প নেইଛୁ ପୁରା। ସୁରବାବୁ କହୁଛନ୍ତି ମୋ ପୁଅ ଜିତିକି ଆସୁଛି ବୋଲି କିଛି ଲୋକ ସହିପାରୁନାହାନ୍ତି। ଆଜ୍ଞା ସୁରବାବୁଙ୍କ ପୁଅ ଯଦି ଜିତିବ ତାହେଲେ ଆପଣ ଭାବି ନିଅନ୍ତୁ ଆଉ ଥରେ ସେ ଧୃତରାଷ୍ଟ୍ର ସେଇ କୌରବ ରାଜ ଆରମ୍ଭ ହେଇଯିବ। ବୁଝିପାରିଲେ ନାଇଁ? ଆଉ ଆପଣମାନେ ମନେ ରଖିଥାନ୍ତୁ ଯେତେବେଳେ କୌଣସି ନାରୀର କେଶକୁ ଝିକାଯାଏ, କୌଣସି ନାରୀକି ନିର୍ଯାତନା ଦିଆଯାଏ, କୌଣସି ନାରୀକି ମାନେ ଶାରୀରିକ ମାନସିକ ଏବଂ ବିଭିନ୍ନ ପ୍ରକାର ଟର୍ଚର କରାଯାଏ, ସେତେବେଳେ କୌଣସି ନା କୌଣସି ଗୋଟେ ଯୁଦ୍ଧର ଆହ୍ୱାନ ଆସେ। ଆଉ ଏଇଟା ଭାବି ନିଅନ୍ତୁ ସୁରବାବୁ ମନ୍ମଥ ବାବୁ ମଧ୍ୟ ଏଇଟା ଗୋଟେ ଯୁଦ୍ଧର ଆହ୍ୱାନ ଦେଇ ଆସିଛି ଆପଣ ପାଖକୁ। ଆଉ ଏଇ ଯୁଦ୍ଧରେ ଆପଣ ପରାଜୟ ନିଶ୍ଚିତ ହେବେ। ଆଉ ମନ୍ମଥ ବାବୁ ଯେଉଁ କହୁଛନ୍ତି ଉଡ଼ିକି ଆସୁଛି ତାଙ୍କ ପୋଜିସନ୍ ଆଜ୍ଞା ଚତୁର୍ଥ ପଞ୍ଚମକୁ ଗଲାଣି। ବାପା ପୁଅ ବିଳି ବିଳି ହେଲେଣି। ନବୀନ ବାବୁ ସେଥିପାଇଁ ତାକୁ ରୋଡ଼ ଶୋରୁ ରାସ୍ତାରୁ ମଝିରେ ଗାଡ଼ିରୁ ଓହ୍ଲେଇ ଦେଲେ। କାରଣ ନବୀନ ବାବୁଙ୍କ ପାଖରେ ବିଶେଷ କରି ଇଣ୍ଟେଲିଜେନ୍ସ ବାଲା ପାଖରେ ଖବର ନଥିଲା ଯେ ସେ ଜଣେ ନାରୀ ନିର୍ଯାତନାକାରୀ ଆଉ କୋର୍ଟର ଆଦେଶକୁ ଅବମାନନାକାରୀ ବୋଲି। ଆପଣ କ'ଣ କହୁଛନ୍ତି ସେ ହାରିଯିବେ? ଆପଣ ଜିତିବେ? ଆରଥରକ ବା ସେଇ ସୁର ରାଉତରାୟ ସେଟିଂ କରିକିରି ବିଜେପି କି ଜିତେଇଥିଲେ। ଅପରାଜିତା ଷଡ଼ଙ୍ଗୀ 70,000 ଭୋଟ୍ ପାଇଥିଲେ। ଯେଉଁଠି ତାଙ୍କ କ୍ୟାଣ୍ଡିଡେଟ୍ 4-5 ହଜାର ଭୋଟ୍ ପାଉଛି ବିଜେପିର MP କ୍ୟାଣ୍ଡିଡେଟ୍ କେମିତି 70,000 ଭୋଟ୍ ପାଇଲା? ତାମାନେ ଏଠିରେ ସୁର ରାଉତରାୟଙ୍କର ଏଠିରେ ପଛନ ହାତ ଥିଲା। ଆଉ ବାପା ଜଣେ ମ୍ୟାଚ୍ ଫିକ୍ସର ଆଉ ପୁଅ କ'ଣ ମ୍ୟାଚ୍ ଫିକ୍ସିଂ ପାଇଁ ଛିଡ଼ା ହେଇଛି ନା? ଆଉ ସୁରବାବୁ ଏବେ ମୁଁ କଂଗ୍ରେସରେ ଅଛି, ପୁଅ ପାଇଁ ଲଢ଼ୁଛି। ଆଜ୍ଞା ଆପଣମାନେ ଓଡ଼ିଆରେ ଗୋଟେ କଥା କୁହନ୍ତିନି ଗାଲୁଆଙ୍କ ମୁହଁରେ ଛାଇ ପଡ଼ିଲେ କୁହନ୍ତି ବଥ ଉଠିଛି ବୋଲି। ଆଉ ତାଠୁ ଆଉ ବଡ଼ ଉଦାହରଣ କ'ଣ ଦେବି? ଆଜ୍ଞା ଆଉ ଗୋଟେ କଥା ସୁରବାବୁ କହିଲେ ଯେଉଁମାନେ ମୋ ପୁଅକୁ ବଦନାମ କରୁଛନ୍ତି ଚକ୍ରାନ୍ତ କରିକି ଖାଲି ଇଲେକ୍ସନଟା ସରିଯାଉ ତାପରେ ମୁଁ ସେମାନଙ୍କ କଥା ବୁଝିବି। ତାମାନେ କ'ଣ ପରୋକ୍ଷରେ ଧମକ ଦେଇଛନ୍ତି? ଆଉ ଯଦି ପରୋକ୍ଷରେ ଧମକ ଦେଇଛନ୍ତି ତାହେଲେ ସେ ବାଇଟ୍କୁ ଇଲେକ୍ସନ କମିଶନ କ'ଣ ଆଖିରେ ଦେଖିପାରୁନି? ଇଲେକ୍ସନ ଅବଜର୍ଭର ଦେଖିପାରୁନାହାନ୍ତି? ରାସ୍ତାକଡ଼ରେ ଯିଏ ଯାଉଥିବା ଗରିବ ଟଲିବାଲାଠୁ ଆରମ୍ଭ କରି ସ୍କୁଟିବାଲା ପର୍ଯ୍ୟନ୍ତ ତାଙ୍କ ଗାଡ଼ି ଚେକ୍ କରୁଛନ୍ତି। ଏଗୁଡ଼ା କ'ଣ ତାଙ୍କ ଆଖିରେ ପଶୁନି? ଆପଣମାନେ ଜାଣନ୍ତୁ ଏଠି ବିଜେପି ବିଜେଡ଼ି ଏକ ଏମାନେ ମିଶିକିରି ଏଠି ସରକାର ନିର୍ବାଚନ ଲଢ଼ୁଛନ୍ତି। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज TSD गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित कॉल 9438782020।